ମୁଁ ଭାବୁଛି ଫେବୃଆରୀ ଯଦି ତାଙ୍କର ନିର୍ବାଚନ ହୁଏ ଏବଂ ନିର୍ବାଚନ କରିବାକୁ ସେ ବର୍ତ୍ତମାନ ଦେବେ କାରଣ ମହମ୍ମଦ ୟୁନୁସ ସରକାର ଅରାଜକତା ହେଇଛି ତାକୁ ନିୟନ୍ତ୍ରଣ କରିବା ଅବସ୍ଥାରେ ନାହିଁ। ନିର୍ବାଚନ ଯଦି ହୁଏ ଯାହା ପୁରା ସଂକେତ ମିଳୁଛି ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି କ୍ଷମତା ପାଇବ ଏବଂ ଖାଲିଦା ଜିଆଙ୍କ ମୃତ୍ୟୁଟା ସେଟା ଗୋଟେ ବଡ଼ ଧରଣର ଅନୁକମ୍ପା ସେଠି ସୃଷ୍ଟି କରିଛି ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଏବଂ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଯିଏ ଆୱାମୀ ଲିଗ ସେ ଫିଲ୍ଡରେ ନାହିଁ, ସେ ନିର୍ବାଚନ ଲଢ଼ିପାରିବେ ନାହିଁ। ଜାମିୟତ ଇସଲାମ ହଉ ବା ଛାତ୍ରମାନେ ଯେଉଁ ଇନକଲାବ ମଞ୍ଚ କରିଛନ୍ତି ବା ଅନ୍ୟାନ୍ୟ ଯେଉଁ ସଂଗଠନ ଅଛି ଏମାନେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ପ୍ରତିଦ୍ୱନ୍ଦ୍ୱୀ ହେଇପାରିବେ ନାହିଁ। ଯଦି ଆୱାମୀ ଲିଗ ଥାଆନ୍ତା ତାହେଲେ ବାଂଲାଦେଶ ନ୍ୟାସନାଲ ପାର୍ଟି ଜାମିୟତ ଇସଲାମ ଭିତରେ ଗୋଟେ ମେଣ୍ଟ ହେଇଥାନ୍ତା, କିନ୍ତୁ ଆୱାମୀ ଲିଗ ଯେହେତୁ ପିକ୍ଚରରେ ନାହିଁ ଏବଂ ଛାତ୍ରମାନଙ୍କ ଯେଉଁ ସଂଗଠନ ହେଇଥିଲା ଯେଉଁ ନୂଆ ପାର୍ଟି ଛାତ୍ରମାନେ ବି କରିଛନ୍ତି ଛାତ୍ରମାନ ପାର୍ଟି ଭିତରେ ମଧ୍ୟ ଡିଫାଙ୍କ ହେଇଯାଇଛି। ତାଙ୍କ ଭିତରୁ ଅଧିକାଂଶ ଛାତ୍ର ନେତା ଜାମିୟତ ସାଙ୍ଗରେ ମେଣ୍ଟ କରିବାକୁ ଚାହାନ୍ତିନି। ଜାମିୟତ ଗୋଟିଏ ସାମ୍ପ୍ରଦାୟିକ କମ୍ୟୁନାଲ ପାର୍ଟି ଗୋଟେ ଏକ୍ସଟ୍ରିମିଷ୍ଟ ଅର୍ଗାନାଇଜେସନ, ତେଣୁ ସେମାନେ ତା ହାତରେ କୌଣସି ପ୍ରକାର ମେଣ୍ଟ କରିବାକୁ ଚାହୁଁନାହାନ୍ତି। ତେଣୁ ଛାତ୍ର ଗୋଷ୍ଠୀ ଭିତରେ ଦି ଭାଗ ହେଇଯାଇଛି। ଯେଉଁମାନେ ଚାହୁଁଛନ୍ତି ଗୋଟେ ସିକୁଲାର ପଲିଟିକ୍ସ ବାଂଲାଦେଶରେ ସେମାନେ ଜାମିୟତ ଇସଲାମ ସାଙ୍ଗରେ ମେଣ୍ଟ କରିବାକୁ ଚାହୁଁନାହାନ୍ତି। ଜାମିୟତ ଇସଲାମ ବିରୁଦ୍ଧ ତ ଯେଉଁ ସରକାର ବେଆଇନ ହେଇଥିଲା ସେଟା ବର୍ତ୍ତମାନ ତ ଉଠି ଯାଇଛି, ସେମାନେ ନିର୍ବାଚନ ଲଢ଼ିବେ। ସେଟା ଗୋଟେ ମୌଳବାଦୀ ସଂଗଠନ। ୟାଙ୍କ ସହିତ ପାକିସ୍ତାନର ଦୃଢ଼ ସମ୍ପର୍କ ରହିଛି। ମନେ ରଖନ୍ତୁ ପାକିସ୍ତାନ ସରକାରଙ୍କର ଏମାନଙ୍କ ସହିତ ମଧ୍ୟ ବହୁତ ଭଲ ସମ୍ପର୍କ ରହିଛି କାରଣ ପାକିସ୍ତାନ ସରକାରର ଏଜେଣ୍ଟ ଭାବରେ 1970 ମସିହାରେ 71 ମସିହା ଯେଉଁ ପାକିସ୍ତାନ ସୈନ୍ୟମାନ ସେଠି ଯେଉଁ ନରହର ଲେଲେ ଧର୍ଷଣ ହତ୍ୟା ସେ ମୁଖ୍ୟ ତାଙ୍କର ସହଯୋଗୀ ଥିଲେ ଏମାନେ। ତେଣୁ ଶେଖ୍ ହାସିନାଙ୍କ ସରକାର ସମୟରେ କିଛି ଜଣଙ୍କୁ ତ ଦଣ୍ଡିତ କରାହେଇଛି ଏବଂ ଆକୁ ବେଆଇନ ମଧ୍ୟ ଘୋଷଣା ହେଇଥିଲା, କିନ୍ତୁ ସେ ବେଆଇନଟା ବର୍ତ୍ତମାନ ହେଇଯାଇଛି। ସେମାନେ ଛାତ୍ର ନେତାମାନଙ୍କ ସହିତ ଥିଲେ। ଏବେ ଛାତ୍ର ନେତାମାନଙ୍କ ଭିତରୁ ଗୋଟେ ବିଭାଗ ହେଇଯାଇଛି, ଅନ୍ୟ ଚାହୁଁଛନ୍ତି ତାଙ୍କ ସାଙ୍ଗରେ ଆମେ କରିବାନି। କିନ୍ତୁ ତା ଭିତରେ ବାଂଲାଦେଶରେ ମଧ୍ୟ ଯୋଉଠି ଦେଖୁଛନ୍ତି ହିନ୍ଦୁମାନଙ୍କ ବିରୁଦ୍ଧରେ ହେଉଛି ସେଇଟା ମୌଳବାଦୀ ମାନଙ୍କର, କାରଣ ଜାମିୟତ ସାଙ୍ଗରେ ଅନ୍ୟ ମୌଳବାଦୀ ମାନେ ମଧ୍ୟ ଏକଜୁଟ ହେଇଯାଇଛନ୍ତି ଯେଉଁମାନେ ହିନ୍ଦୁମାନଙ୍କ ବିରୁଦ୍ଧରେ ଆକ୍ରମଣ ବା ଅନ୍ୟ ସଂଖ୍ୟାଲଘୁ ବିରୁଦ୍ଧରେ କରୁଛନ୍ତି। କିନ୍ତୁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଯଦିଓ ଗୋଟେ ଦକ୍ଷିଣପନ୍ଥୀ ଦଳ ମନେ ରଖିଥାନ୍ତୁ ଏବଂ ଏକଦା ମଧ୍ୟ ସେମାନେ ସରକାର ବେଳେ ଜାମିୟତ ଇସଲାମଙ୍କ ସାଙ୍ଗରେ ରଖିଥିଲେ, କିନ୍ତୁ ଖାଲିଦା ଯିଏ ହେଉଛନ୍ତି ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ବାଂଲାଦେଶର, ତାଙ୍କ ଶାସନ କାଳରେ ଭାରତ ସହିତ ତାଙ୍କର ସମ୍ପର୍କ ଏତେଟା ଖରାପ ନଥିଲା, ଭଲ ଥିଲା। ଡିପ୍ଲୋମାଟିକ ରିଲେସନ ଇଣ୍ଡିଆ ସହିତ ଏତେଟା ଖରାପ ନଥିଲା, ଭଲ ସମ୍ପର୍କ ଥିଲା। ଯୋଉଥିପାଇଁ ବାଂଲାଦେଶରେ ଯେଉଁ ପରିସ୍ଥିତି ହେଇଛି ତାକୁ ଲକ୍ଷ୍ୟ ରଖି ଖାଲିଦା ଜିଆଙ୍କ ସଂକ୍ରାନ୍ତରେ ଖାଲି ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିନାହାନ୍ତି, ତାଙ୍କ ଫ୍ୟୁନେରାଲରେ ଯୋଗଦେବା ପାଇଁ ଅନ୍ତିମ କାର୍ଯ୍ୟ ଯୋଗଦେବା ପାଇଁ ଭାରତର ମନ୍ତ୍ରୀ ଜୟଶଙ୍କର ମଧ୍ୟ ସେଠିଛନ୍ତି। ସେ ଦେବାକୁ ଚାହୁଁଛନ୍ତି ଯେ ବାଂଲାଦେଶ ନ୍ୟାସନାଲ ପାର୍ଟି ସହିତ ଆମ ସମ୍ପର୍କ ଆମେ ରକ୍ଷା କରିବୁ। ବାଂଲାଦେଶ ନ୍ୟାସନାଲ ପାର୍ଟିର ନୂଆ ନେତା ଭାବରେ ବର୍ତ୍ତମାନ ଖାଲିଦା ଜିଆଙ୍କ ପୁଅ ଯିଏକି 17 ବର୍ଷ କାଳ ସେ ୱାର୍କିଂ ପ୍ରେସିଡେଣ୍ଟ ଥିଲେ, 17 ବର୍ଷ କାଳ ଲଣ୍ଡନରେ ଥିଲେ, ତାଙ୍କୁ ଦେଶ ଛାଡ଼ି ଚାଲି ଯାଇଥିଲେ। ତାଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ କରାଯାଇଥିଲା, ବିଭିନ୍ନ ପ୍ରକାର ମାମଲା ହେଇଥିଲା। ସେ ଦେଶ ଛାଡ଼ି ଖାଲିଦା ଜିଆଙ୍କ ଶାସନ କାଳରେ ସେ ଦେଶ ଛାଡ଼ି ଲଣ୍ଡନରେ ରହୁଥିଲେ। 17 ବର୍ଷ ପରେ ସେ ଫେରିଛନ୍ତି ଦେଶକୁ। ଫେରିଲା ପରେ ତାଙ୍କ ପ୍ରତି ମଧ୍ୟ ବହୁତ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଉଛି। ବର୍ତ୍ତମାନ ଖାଲିଦା ଜିଆଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଯେଉଁ ପାର୍ଟିର ନେତୃତ୍ୱ ହେଉଛି ବାଂଲାଦେଶ ନ୍ୟାସନାଲ ପାର୍ଟି, ତାକୁ ଗୋଟେ ବିରାଟ ସମର୍ଥନ ମିଳିବ ଏହା ସ୍ପଷ୍ଟ ହେଇଗଲାଣି। ତେଣୁ ସେଇ ଦୃଷ୍ଟିରୁ ଭାରତ ପାଇଁ ମଧ୍ୟ ଏଇଟା ଗୋଟେ ସୁଯୋଗ ଆଣିଦେଇଛି, କାରଣ ଭାରତ ମହମ୍ମଦ ୟୁନୁସଙ୍କ ସରକାରରେ ଅସୁବିଧାରେ ପଡ଼ିଛି। ଛାତ୍ରମାନଙ୍କ ଭିତରୁ ଯେଉଁମାନେ ଏକ୍ସଟ୍ରିମିଷ୍ଟ ଏଲିମେଣ୍ଟ ସେମାନଙ୍କ ଜାମିୟତ ଇସଲାମ ମାନେ ମୌଳବାଦୀ ହାତକୁ ଶାସନ ନ ଯାଉ ସେଇଟା ଚାହୁଁଛି। କିନ୍ତୁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଯେତେ ଯାହା ହେଲେ ମଧ୍ୟ ଇଏ ଅତୀତରେ ଶାସନ କରିଛି, ୟାର ଶାସନ କରିବା ଢଙ୍ଗ ଆମକୁ ଜଣା ଏବଂ ଭାରତ ସହିତ ସେତେବେଳେ ଶାସନରେ ଥିଲେ ଭାରତ ସହିତ ଏପରି ମଧ୍ୟ କୌଣସି ତିକ୍ତ ସମ୍ପର୍କ କରିନଥିଲେ। ବହୁତ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ମଧ୍ୟ ଖାଲିଦା ଜିଆଙ୍କ ସମୟରେ ଭାରତ ସହିତ ହେଇଛି ତାଙ୍କର। ତେଣୁ ଖାଲିଦା ଜିଆଙ୍କ ପାର୍ଟି ବା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଯାହାର ବର୍ତ୍ତମାନ ନେତା ଅଛି ତାଙ୍କ ପୁଅ ବର୍ତ୍ତମାନ
नेतृत्व नौ वेल एडुकेटेड तांकर सी जो दायित्व नौ भावुची यदि फेब्रुआरी निर्वाचन हुए तांको दलर सरकार करवा निश्चित किंतु से केवल मौलवादी मान संतुष्ट करने से किसी लोक सांगे मेंट कर सांगे नियंती बहुत खराब हम आउना कहीं भारत भी खराब हम कारण भारत वर्ष चाहूनी जो गोटे आमर पाकिस्तान में जमी भाव गोटे प्रकार मौलवादी मानकर प्राधान्य थी देश में परिणत होती बांग्लादेश में मौलवादी मान प्राधान्य थी गोटे देश में परिणत न हो सीधा सड़क पर भारत पर प्रभाव पड़ो अवश्य भारत वर्ष में हिंदुत्व एलिमेंट जो भारत वर्ष शासन क्षमतार अच्छा से भाव में दृष्टिभंगी भारत विषय आप जानते तो से दृष्टि यहाँ बड़ समस्या सृष्टि कर जदि बांग्लादेश बंद होमें चाहूँ जे आमर भाया जोटा खालिदा जिया सरकार थिला गोटे धर्मनिरपेक्ष सरकार थिला खालिदा सरकार अगणतांत्रिक है क्षमताच्युत है छात्र मान विद्रोह मूल कारण है खालिदा जी शासन गोटे धीरे धीरे एकछत्रवादी अगणतांत्रिक शासन में परिणत है जोटा भारत वर्ष इंदिरा गांधी शासन काल आमर होता तेणु सी शासन काल तेणु भारत वर्ष यो परिस्थिति खालिदा झील को नहीं सृष्टि जो बद जो स्थिति अच्छी आम फेक हसीना जेहेतु भारत वर्ष अच्छा आश्रय अच्छा बर्तमान भारत वर्षर मु भावुची यदि बांग्लादेश नेशनल पार्टी से क्षमता को फेरे एवं आवामी लीग को पुणी सुस्थ राजनीतिक व्यवस्था सुजोग दि जाए से बर्तमान तो दिज्वनी निर्वाचन में निर्वाचन पर आवामी लीग को गोटे स्वाभाविक राजनीतिक दलर मर्यादा दिखती क्या आवामी लीग जो थी बांग्लादेश नेशनल पार्टी मुख्य विरुद्ध से बहुत दिन काल सरकारी और विरोधी पक्षरे उभय पक्ष रही आस बांग्लादेश राजनीति कहले बांग्लादेश नेशनल पार्टी आवामी लीग तो बांग्लादेश नेशनल पार्टी आसले आवामी लीग टाक गोटे बेआईन हो से दल न रू या के चाहबनी एमाने चाहिए जे बांग्लादेश रे सुस्थ राजनीतिक व्यवस्था आवामी लीग स्वाभाविक राजनीतिक कार्यकलाप से सुजोग दे पारे एवं सेटा भारत सुविधा हम एवं बांग्लादेश नेशनल पार्टी साथ भारत वर्ष संपर्क स्थापन करने भल भाव उद्यम कर खाली प्रधानमंत्री विवृत्ति की देखु प्रधानमंत्री शोक को देखु एक ये देखु वैदेशिक मंत्री से जा जो अंतिम जोगदवा से विश्वर अन्य बहुत देश लोक नेता जोगदे कि भारत वर्ष वैदेशिक मंत्री जा जो खालिदा जिया एवं कौन राष्ट्र मुख्य नथिले किंतु खालिदा जिया जेहेतु भारत वर्ष बांग्लादेश प्रथम महिला प्रधानमंत्री प्रति भारत संपूर्ण सुख प्रकाश कर समर्थन ज्ञापन कर भारत वर्ष वैदेशिक मंत्री से जाऊँच सुख को अंतिम कार्य को तो यहीटा गोटे भारत में नुआ व्यवस्था से सृष्टि करें भितर भारत वर्ष में बांग्लादेशी मान को लेकिन बांग्लादेशी माने जो मैंने भारतीय नुहतु भारत में न रुँ से कार करते नहीं किंतु आपको नहीं भारत वर्ष जो धरण कैंपेन होता बंद हवा उचित यही धरण कैंपेन कर कौन आवश्यकता नुहे कौन सी देशर जे नागरिक नुहति सी देश भितर रही पारे कि रही पारे सी जीवे किंतु कथा को आपको लेकिन आम जो भाव कैंपेन इश्यू करूँ से कैंपेन इश्यूटा बांग्लादेश से भाया भारत वर्ष करवा उचित नहीं।